ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆମର ଚିକିତ୍ସା ଜ୍ୟୋତିଷ ଶୃଙ୍ଖଳାରେ ଆଜି ମୁଁ ଆପଣଙ୍କୁ କହିବି, ଜାତକରେ ଯଦି ଶନି ଗ୍ରହ ଦୂଷିତ ଅଛନ୍ତି ତାହେଲେ ସିଏ କେଉଁ ରୋଗକୁ ସୂଚାନ୍ତି। ସବୁବେଳେ କୁହେ, ଆଉ ଥରେ ବି କହି ରଖୁଛି, ଗ୍ରହମାନେ ନିଜସ୍ୱ ରୂପେ କିଛି ମଣିଷ ଉପରେ ପ୍ରଭାବ ପକାନ୍ତି ନାହିଁ, କିମ୍ବା ଯଦି ବି ପକାଉଥିବେ ସେଇଟାକୁ ଏଷ୍ଟିମେଟ୍ କରିବା ଜ୍ୟୋତିଷ ନୁହେଁ। ଆପଣଙ୍କର ପ୍ରାରବ୍ଧ କର୍ମର ଫଳ, ଏ ଜନ୍ମରେ ଆପଣ କ'ଣ ଭୋଗିବେ, କ'ଣ ଆପଣଙ୍କର ଦୃଢ଼ ଭାବରେ ହୋଇବେ ବା ଦୃଢ଼ କର୍ମ ଫଳ, କେଉଁଟା ଅଦୃଢ଼ ଭାବରେ ହୋଇବେ, ଯେଉଁ ଟିକେ ଆପଣଙ୍କ ହାତରେ କଣ୍ଟ୍ରୋଲ ଅଛି ଯେଉଁ କର୍ମ ଉପରେ, ସେଇ ଜିନିଷଟାକୁ ଖାଲି ଦର୍ଶାନ୍ତି। ଖାଲି ତାକୁ ଆପଣଙ୍କର ପ୍ରାରବ୍ଧଟାକୁ ପଢ଼ିବା ପାଇଁ ଗ୍ରହମାନଙ୍କର ସାହାଯ୍ୟ ନିଆଯାଏ। ତାକୁ ଛାଡ଼ିକି ଆଉ କିଛି ଗ୍ରହମାନଙ୍କର ଆପଣ ଦୋଷ ଦେବେନି ସେମାନଙ୍କୁ। ହଉ, ତ ଶନି ବହୁତ ଆଗରୁ ବଦନାମ। ତ ଶନି ବେମତଲବରେ ବଦନାମ। କ'ଣ ପାଇଁ ମୁଁ ଜାଣିନି, କିନ୍ତୁ ଯଦି ଚିକିତ୍ସା ଜ୍ୟୋତିଷ କଥା ଉଠିଛି ତାହେଲେ ମୁଁ କହି ରଖୁଛି, ଜାତକରେ ଯଦି ଶନି ଭଲ ଅଛନ୍ତି, ତା ଜାତକରେ ଷ୍ଟ୍ରଙ୍ଗ ଅଛନ୍ତି, ତ୍ରିକୋଣ କିମ୍ବା କେନ୍ଦ୍ର ଭାବରେ ଅବସ୍ଥାନ କରୁଛନ୍ତି, ଆପଣଙ୍କର ଆଷ୍ଟ୍ରୋଲୋଜିକାଲ କ'ଣ ତାର ଇଣ୍ଟରପ୍ରିଟେସନ୍ ହେବ ସେଇଟା ଅଲଗା କଥା, କିନ୍ତୁ ମେଡ଼ିକାଲ ଆଷ୍ଟ୍ରୋଲୋଜି ତରଫରୁ ଦେଖିବା ତାହେଲେ ଆପଣଙ୍କର ଆୟୁଷ ଭଲ ରହିବ ବା ଲଙ୍ଗଜିଭିଟି। ଆୟୁଷର ଆୟୁ କାରକ ହେଲେ ଶନି। ତେଣୁ ଶନି ଯଦି ଦୂଷିତ ଅଛନ୍ତି ତାହେଲେ ସେ କ'ଣ କ'ଣ ରୋଗ ଦେବେ। ଚିକିତ୍ସା ଜ୍ୟୋତିଷରେ ଆପଣଙ୍କର କେଉଁ ରୋଗ ଏ ଜନ୍ମରେ ଆପଣ ସଫର କରିବେ, ସେଥିରୁ କେଉଁଟା ସିଭିଅର ହେଇଯିବ ଆଉ କେଉଁଟା ଗୋଟେ ମାଇନର ହେଇକି ରହିବ, ସେଇଟା ଖାଲି ଜାଣିହେବ। ଯଦିଓ ଏ ମାଇନର ମେଜର ଏସବୁ ଜିନିଷ ଡିସାଇଡ଼୍ କରିବାର ଅଧିକାର ମୋର ନାହିଁ। ଯେ କ'ଣ ଗୋଟେ ବିଜ୍ଞ ଡାକ୍ତରକୁ ଆପଣ କନସଲ୍ଟ କରିବେ, କିନ୍ତୁ କ'ଣ ରୋଗ ଆପଣଙ୍କୁ ହେବ ସେଇଟା ଡେଫିନେଟଲି ହରୋସ୍କୋପ୍ ଦେଖିକି କହିହେବ। ଶନି ଦୂଷିତ ଥିଲେ ଆପଣଙ୍କର ଜଏଣ୍ଟସ୍ ପ୍ରୋବ୍ଲେମ୍ ହେବ। ଆଜିକା ଦିନରେ ଯେଉଁ ଆର୍ଥ୍ରାଇଟିସ୍ ହେଉଛି, ଶନି ଲୋକମାନଙ୍କର ମେରୁଦଣ୍ଡ ହାଡ଼ ଖସି ଯାଉଛି। ମୋର ନିଜର ବି ଖସିଛି। L5 ଡିସଲୋକେସନ୍, L4 ଡିସଲୋକେସନ୍। ଶନି ଆପଣଙ୍କର ବେକ ଭାଙ୍ଗି ଯାଉଛି ଏମିତି, କାହିଁକିନା ମେରୁଦଣ୍ଡରେ ଯେଉଁ ସବୁ ଜଏଣ୍ଟସ୍ ଅଛି, ସେଇ ଜଏଣ୍ଟସ୍ ଗୁଡ଼ାକର ଟିକେ ଏପଟ ସେପଟ ହେଲା ମାନେ ଲିଗାମେଣ୍ଟସ୍ ଆପଣଙ୍କୁ ପେନ୍ ଆରମ୍ଭ ହେଉଛି। ସୋ ଲିଗାମେଣ୍ଟସ୍ ଶନି, ଜଏଣ୍ଟସ୍ ଶନି। କନଫ୍ୟୁଜ୍ କରିବେନି, ହାଡ଼ ହେଲା ସୂର୍ଯ୍ୟ। ଆପଣ ଯଦି ଶରୀରରେ ହାଡ଼ଟା ନେବେ ତାହେଲେ ସୂର୍ଯ୍ୟ, କିନ୍ତୁ ଏଇ ହାଡ଼ ଆଉ ଜଏଣ୍ଟସ୍ ଏ ଦୁଇଟାକୁ ମିଶାଇକି ଆପଣଙ୍କୁ ସୂର୍ଯ୍ୟ, ଶନି ଆଉ ହାଡ଼ ଭିତରେ ଥିବା ଅସ୍ଥି ମଜ୍ଜା ଯେଉଁଟାକି ମଙ୍ଗଳ, ତ ଏ ତିନିଟା ଯାକ କ୍ରୁର ଗ୍ରହ ଆପଣଙ୍କର ସ୍କେଲିଟାଲ ସିଷ୍ଟମଟାକୁ ପୁରା ମଜବୁତ କରନ୍ତି। ଖାଲି କେଲିଷ୍ଟାଲ କାହିଁ, ପୁରା ବଡ଼ିଟାକୁ, ମଙ୍ଗଳ ମାଂସ ବି। ତେଣୁ ତିନିଟା କ୍ରୁର ଗ୍ରହ ଆତକ ଅନୁସାରେ ହେଇପାରିଥାନ୍ତି ଜ୍ୟୋତିଷ ଅନୁସାରେ, କିନ୍ତୁ ଚିକିତ୍ସା ଜ୍ୟୋତିଷରେ ଏଇଟା ଗୋଟେ ଖୁବ୍ ତିନିଟା ଯାକ ଗ୍ରହ ଆପଣ ବହୁତ ଷ୍ଟ୍ରଙ୍ଗ କରିବେ। ଷ୍ଟ୍ରଙ୍ଗ ମାନେ ଫିଜିକାଲି ଷ୍ଟ୍ରଙ୍ଗ। ମେଣ୍ଟାଲ ଷ୍ଟ୍ରେଂଥ ଯଦିଓ ଆପଣଙ୍କର ଶିବ, ବୁଧ ଆଉ ଚନ୍ଦ୍ର ଉପରେ ଡିପେଣ୍ଡ କରେ। ଶନି ଦୂଷିତ ଅଛି, ଜାତକରେ ଶନି ଭଲ ନାହିଁ, ଆପଣଙ୍କର ଆୟୁଷଟା କମିଯିବ। କମିଯିବ ମାନେ ମୁଁ କହୁନି ଆପଣ 20 ବର୍ଷ ଚାଲିଯିବେ, ଦେଖିବାକୁ ପଡ଼ିବ ଅନ୍ୟ ଜିନିଷ ବି, କିନ୍ତୁ ଶନି ହେଲା ମୁଖ୍ୟତଃ ଯିଏ ଆପଣଙ୍କୁ ଆୟୁଷ ଦେବାର ସାହାଯ୍ୟ କରେ, ସେ ହେଲା ଶନି। ସେଇଟା ହେଲା ଗୋଟେ।
मेरुदंड जहाँ जहाँ प्रोब्लेम हम सेटा गोटे आपणकर गोड़ आंठुरे जो आर्थराइटिस हम सेटा गोटे शनिकर दान तबे से केते बेले हम जेतेबेले शनि निजे षष्ठ अधिपति होते निजे षष्ठ अधिपति सागर युक्त थे कि षष्ठ अधिपति कि अष्टम अधिपति कि द्वादश अधिपति सागर दुष्ट थे ताले एवं रोग देवे गोटे भल कथाटे कौचे मन रखि था शनि केवे भी मारणांतक रोग देवार सक्षम नुहति बा शनि आपको से रोग दौना आपण गोटे कौन से मारणांतक रोग पड़े कि ना से शनि सूचई पार ना प्राय शनि द्वारा से हेनी शनि गोटे लंग टर्म रोग हम जोटा कि भल हेनी मन रखता दांतटा है शनिकर से बुढ़ा है पर्यंत भी दांत गोटे गोटे थाए किसी लोग तो एमती भी कहते दांत पोक खाइले कला पड़ जाऊँ सर कांटा शनिकर एमती किसी ना आज्ञा कला पड़गले शनिकर हो कैविटी होगला केमी देखा से तब से छाड़ू तो दांत यदि आपंकर किसी प्रोब्लेम अच्छी से है शनि ये दीटा जिनस कही रखुच्छे दांत जदि आपंकर पोक खाऊे दांत कैविटी जो गुड़ा कहुए सेटा आप शनिकर दोष दे पारे शनि दोष नुहे छाड़ू से कथा केथर कहि आप भाग्य से रोगटा अच्छे बोली शनि दोष हो कि माड़ी कथा आसला माड़ी है मसल तो सहीटा है मंगल तो माड़ी जदि आपंकर किसी प्रोब्लेम रोचे जमती कि पायरिया हो कि बारंबार माड़ी किसी ब्लीडिंग हो आपन कहबी जे शनि की इग्नोर करेंगे बोली कि देखिए मंगल भी खराब थी पारे दांत पोक खाऊनी किंतु आप देखिए बहुत लोगों माड़ी ठीक थी माड़ी रिलेटेड गम रिलेटेड प्रोब्लेम किसी न दांत पोक खाई जाऊ किसी लोग दांत भल थी कि माड़ी खराब हो जाऊ तो यही जगह टे कन्फ्यूज हेनी यदि माड़ी खराब हो जाऊँ मंगल यदि शनि दांतटा खाली पोक खाऊँ शनि तो दांत यदि पोक खाऊँ गोटे लोकर से देखिए शनि जातक दूषित थे आपणकर लिगामेंट्स आउ टेंडन ये दुटा गोटे बुझा आम जॉइंट्स बोली कहले किसी नुहे विभिन्न प्रकार जॉइंट्स अच्छे शरीर फ्लैट जॉइंट बॉल जॉइंट्स तो हाड़ को हाड़ जो जिनसा लगे रखे सेटा है टेंडन मत टिके मन पकईकी कहया पड़ो बोली कही मुझे चेक करदेली आपणकर टेंडनटा मांस को मांस बांधिक रखिबारे हेल्प करे जोटि कि लिगामेंटा आपणकर हाड़ को हाड़ जॉइंट करिवारे स्ट्रॉंग करे दीटा जाक फाइब्रस टिश्यू दीटा जाक नेसेसिटी रही आपणकर खाली मसल को मसल कनेक्ट मसल को से जॉइंट्स रे टेंडन और लिगामेंट्स था सो टेंडन जोटा मांसपेशी सहित आ गोटे मांसपेशी को बांधिक रखे जानता से मंगलकर जोटि लिगामेंट्स है आपणकर गोटे गोटे हाड़ भर दीटा जॉइंट को कनेक्शन कर रखे दीटा हाड़ को कनेक्शन करे जदि हम संपूर्ण रूपे ठीक नुहे कि ओभरऑल आप भाविकी चलते गोटे लिगामेंट टेंडन बिना रही पारे टेंडन लिगामेंट बिना रही पारे कारण किसी मान रही जॉइंटा पूरा लिगामेंट टेंडन को नहीं कि मुख्यतः देखा टेंडनटा है मसल को टाणिक रखे और लिगामेंटा है जॉइंट्स शनि भल थे आपको लिगामेंट असुविधा हेनी सर्जरी हेनी टेंडन सर्जरी हो पारे
ଆପଣ ଦେଖିଥିବେ କିଛି ଲୋକଙ୍କର ବେସିକାଲି ଜିମ୍ ଏକ୍ସରସାଇଜ କଲା ବେଳେ ମାଂସ ଛିଡ଼ି ଯାଇଥିବ। ଦେଖ ସାର୍ ମୋର ଏକ୍ସରସାଇଜ କରୁ କରୁ ମସଲ ଟିୟର ହେଇଗଲା। ଓଡ଼ିଆରେ ମାଂସ ଛିଡ଼ି ଯାଉଛି ବୋଲି କହୁଛି ଆପଣ, ମସଲ ଟିୟର। ସେଇଟା ଟେଣ୍ଡନଟା ଟିୟର କରିଥାଏ, ଏ ମସଲ ଫାଇବର ଟିସ୍ୟୁ ଟିୟର କରିଥାଏ, ସେଇଟା ହେଲା ମଙ୍ଗଳ। କିନ୍ତୁ ଆପଣଙ୍କର ଯେଉଁ ଜଏଣ୍ଟସ୍ ଯଦି କିଛି ପ୍ରୋବ୍ଲେମ୍ ହେଲା, ଆପଣ ଯାଉଛନ୍ତି ଜଏଣ୍ଟସ୍ ଖସିଗଲା, ଏଗୁଡ଼ା ସବୁ ହେଲା ଶନି। ଶନି ମଙ୍ଗଳ ଯେଉଁଠି ପରସ୍ପର ସମସପ୍ତମରେ ଦୃଷ୍ଟି ଦେଉଥିବେ, ସମସପ୍ତମ ନା ବିଷମ ସପ୍ତମ ନା ସପ୍ତମ ଦୃଷ୍ଟିରେ ପରସ୍ପରକୁ 180 ଡିଗ୍ରୀରେ ଦୃଷ୍ଟି ଦେଉଥିବେ, ସେଇ ଜାଗାରେ ମନେ ରଖିଥାନ୍ତୁ ଟେଣ୍ଡନ କିମ୍ବା ଲିଗାମେଣ୍ଟ ପ୍ରୋବ୍ଲେମ୍ ହେଇପାରେ। କିନ୍ତୁ ଯଦି ସେଇ ଶନି ଖରାପ ଥାଇକି ସୂର୍ଯ୍ୟ ଭଲ ଥାଏ, ତାହେଲେ ସେ ଲୋକର ଅଣ୍ଟା ଭାଙ୍ଗିଗଲେ ବି, ତାର ଅଣ୍ଟା ଭାଙ୍ଗିଯିବା କଥା କହୁନି, ହାଡ଼ ଖସିଗଲେ ବି ନର୍ଭସ୍ ସିଷ୍ଟମ୍ ଉପରକୁ କଥା ଯିବନି, ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍, ମାନେ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍ଟା ହେଲା ସୂର୍ଯ୍ୟଙ୍କ। ତ ଏଇଭଳିଆ ଆପଣ ମେଡ଼ିକାଲ ଆଷ୍ଟ୍ରୋଲୋଜି ତାକୁ ବୁଝିବେ, ଜାଣିବେ। ଖାଲି ମୂର୍ଖଙ୍କ ଭଳିଆ ଜଏଣ୍ଟ ଶନି, ନାଇଁ, ତା ଭିତରେ ଟେଣ୍ଡନ ଅଛି, ଲିଗାମେଣ୍ଟସ୍ ଅଛି, ତାକୁ ଟିକେ ଆମକୁ ମାର୍ଜିନାଲି ନ ଦେଖିକି ଟିକେ ଭିତରକୁ ଯାଇକି ଦେଖିବାକୁ ପଡ଼ିବ। ହଉ, ଆଜି ପାଇଁ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ସେୟାର କରିବେ, ଯଦି ଖରାପ ଲାଗିଲା ତାହେଲେ ବି ସେୟାର କରିବେ। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଖୁବ୍ ଶୀଘ୍ର ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।